ମାନେ ବର୍ଷା ରାଜନୀତିକି ଆସିବେ? ବର୍ଷା ତ ସୋସିଆଲ ୱାର୍କ କରୁଛନ୍ତି ଏବଂ ଆଜିକା ଡେଟ୍ରେ ବିଜେଡ଼ି ଦଳର ପ୍ରଚାର ବି କରୁଛନ୍ତି ଏବଂ ତାଙ୍କୁ ସମସ୍ତେ ଜାଣିଛନ୍ତି ବିଜୁ ଜନତା ଦଳର ଲୋକ ତାଙ୍କ ପାଇଁ ସେମାନେ ପ୍ରଚାରରେ ବାହାରୁଛନ୍ତି ଭବିଷ୍ୟତରେ କାହିଁ ନ କରିବେ ବୋଲି କିଛି ମାନେ ଅନୁଭବ ତ କରୁଥିଲେ। ଗୋଟିଏ ନିର୍ବାଚନ ମଣ୍ଡଳୀରୁ ଯଦି ବର୍ଷା ଠିଆ ହୁଅନ୍ତି ଆଉ ଅନୁଭବ ତାଙ୍କ ଅପୋଜିଟ୍ରେ ଛିଡ଼ା ହୁଅନ୍ତି ତାହେଲେ କିଏ ଜିତିବ ବୋଲି ଆପଣଙ୍କୁ ଲାଗୁଛି? ସେ ନିର୍ବାଚନ ମଣ୍ଡଳୀର ଜନତା କହିବେ ଭୋଟର କହିବେ ଆମେ କିନ୍ତୁ କହିବା ସେଠି ବର୍ତ୍ତମାନ ନାରୀର ସଶକ୍ତିକରଣ ପାଇଁ ବିଜୁ ଜନତା ଦଳର ଚେଷ୍ଟା ଚାଲିଛି ଜୋର ଏବଂ ଅନୁଭବ ମହାନ୍ତିଙ୍କର ନିହାତି ରେପୁଟେସନ୍ ଭଲ ସେ ଜଣେ ଆଜ୍ ଏ ଷ୍ଟାର୍ ଆଜ୍ ଏ ହ୍ୟୁମାନିଟି ଆଜ୍ ଏ ହ୍ୟୁମାନ୍ ବିଙ୍ଗ ତାଙ୍କର ରେପୁଟେସନ୍ ବି କିଛି ଖରାପ ନାହିଁ ମାନେ ଆମ ଓଡ଼ିଶା ପାଇଁ ଦଳୀୟ କଥା ଛାଡ଼ି ଦିଅନ୍ତୁ ତାପରେ ଦୁଇ ଜଣ ଯାକ ଗୋଟିଏ ଦଳରୁ ଅଛନ୍ତି ଅନୁଭବ ମହାନ୍ତି ବର୍ତ୍ତମାନ ମେମ୍ବର ଅଫ୍ ପାର୍ଲାମେଣ୍ଟ ଅଛନ୍ତି ବିଜୁ ଜନତା ଦଳରେ ଏବଂ ବର୍ଷା ତାଙ୍କର ବର୍ତ୍ତମାନ ମେନ୍ ମାନେ ପ୍ରଚାରର ମଙ୍ଗ ଧରିଛନ୍ତି ଦୁଇ ଜଣ ଯାକ ଠିକ୍ ଠାକ୍ ଅଛନ୍ତି ତ ଯେଉଁଠି ଭାରି ପଲା ଭାରି ହେଲା ଯଦି ମହିଳା ଭୋଟରଙ୍କ ପାଇଁ ପଲା ଭାରି ହେଲା ତାହେଲେ ବର୍ଷା ଜିତିବେ ଯଦି ପୁରୁଷମାନଙ୍କ ଭଲ ପାଇବା ମହିଳାଙ୍କ ଭଲ ପାଇବା ମିଶିଗଲା ତାହେଲେ ଅନୁଭବ ମହାନ୍ତି ଜିତିବେ। ଅନୁଭବ ପାଇଁ ଅନେକ ଝିଅ ଦିବାନା ଅଛନ୍ତି ଏକ୍ଜାକ୍ଟଲି ଏଇଟା ତ କେବେ ଭୁଲ ନୁହେଁ ଅନୁଭବ ମହାନ୍ତିକି ପାଇବା ପାଇଁ ଆଜିକା ଡେଟ୍ରେ ବହୁତ ଝିଅ ପାଗଳ ନିହାତି ଝିଅ ସ୍ତ୍ରୀ ଲୋକ କିଏ କାହିଁ ନ ଚାହିଁବ ଦେଖିବ କହିହେବନି ଆଜିକାଲି ନାରୀମାନେ ପୁରୁଷକୁ ବେଶୀ ଭଲ ପାଆନ୍ତି ଏବଂ ପୁରୁଷମାନଙ୍କର ୱିକନେସ୍ ରହିଯାଇପାରେ ବର୍ଷାଙ୍କ ଉପରେ ସେମିତି କିଛି କହିହେବନି ବର୍ଷା ବି ଏବେ ତାଙ୍କର କୌଣସି ଗ୍ଲାମର ଗ୍ଲେଜ୍ କେଉଁଥିରେ ସେ କମ୍ ଦେଖାଯାଉନାହାନ୍ତି ସେ ବହୁତ ସୁନ୍ଦର ବି ଅଛନ୍ତି ତାଙ୍କୁ କାହିଁକି ସେ ପୁରୁଷମାନଙ୍କୁ ହାଇକ୍ ଯଦି ଅନୁଭବ ମହାନ୍ତି ନାରୀମାନଙ୍କ ଉପରେ ଆଟ୍ରାକ୍ସନ୍ ହେଲେ ବର୍ଷା ବି ପୁରୁଷମାନଙ୍କ ଉପରେ ଭାରି ପଡ଼ିପାରନ୍ତି ଟକରା 100% ଟକରା ଏମିତି ତ ହେବନି ଗୋଟେ ଜାଗାରୁ କେବଳ ଦୁଇ ଜଣ ଠିଆ ହେବେନି ଯଦି ହୁଏ ଆପଣଙ୍କର କୋଶ୍ଚିନ୍ ଯଦି ଏହା ହେଉଛି ଯଦି ହୁଏ ତାହେଲେ ଏହା ହେବ।